କ୍ରୁଶରୁ ଯୀଶୁଙ୍କ ସାତଟି ବାଣୀ କ'ଣ ଥିଲା ଆଉ ସେହି ସାତଟି ବାଣୀର ଆତ୍ମିକ ଅର୍ଥ ଗୁଡ଼ିକ ଆମେ ବୁଝିବା ପାଇଁ ଚେଷ୍ଟା କରିବା। ଆମେ ସମସ୍ତେ ଜାଣୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଶତ୍ରୁମାନେ ଯେତେବେଳେ ତାଙ୍କୁ ଧରିଲେ ଅନେକ ନିନ୍ଦା ଅପମାନ କରି ରାତି ଯାକ ତାଙ୍କୁ ଶୋଇବା ପାଇଁ ଦେଇନାହାନ୍ତି। ଏହିପରି ଅବସ୍ଥାରେ ସକାଳେ ତାଙ୍କୁ 9 ଘଣ୍ଟା ସମୟରେ କ୍ରୁଶରେ ଚଢ଼େଇ ଦେଲେ। ସକାଳ 9 ଘଣ୍ଟା ଠାରୁ ସନ୍ଧ୍ୟା 3 ଘଣ୍ଟା ପର୍ଯ୍ୟନ୍ତ ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶ ଉପରେ ରହିଲେ। ଅସହ୍ୟ ବେଦନା, ମୁଣ୍ଡରେ କଣ୍ଟାର ମୁକୁଟ, 2ଟି ହାତରେ 2ଟି ମେକ, ପାଦରେ ତାଙ୍କୁ ମେକ ମରାଯାଇଛି। ଏହିପରି ପରିସ୍ଥିତିରେ ସେ 6 ଘଣ୍ଟା ପର୍ଯ୍ୟନ୍ତ କ୍ରୁଶରେ ସେ ରହିଲେ। ଆଉ ଏହି 6 ଘଣ୍ଟା ସମୟ ମଧ୍ୟରେ ସେ କ୍ରୁଶରୁ 7ଟି କଥା ସେ କହିଥିଲେ, 7ଟି ବାଣୀ ସେ କହିଥିଲେ। କାହିଁକି ସେ କେବଳ 7ଟି ବାଣୀ କହିଥିଲେ ଆପଣ ଜାଣନ୍ତି କି? ଜଣେ ଲୋକ କ୍ରୁଶରେ ରହି ଏହିପରି ଯନ୍ତ୍ରଣା, କଷ୍ଟ, ବେଦନା ଭୋଗୁଥିବା ସମୟରେ କଥା କହିବା, ମୁଖ ଫିଟାଇବା ଯା କେତେ କଷ୍ଟ ଅଟେ, କେତେ କଷ୍ଟକର ବିଷୟ, ବାଧାର ବିଷୟ ଅଟେ। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କେବଳ 7ଟି ବାଣୀ ବା 7ଟି କଥା ସେ କହିଥିଲେ। ଆମେ ଯେ ସମୟରେ ଅନ୍ୟମାନଙ୍କ ସହିତ କଥାବାର୍ତ୍ତା କରୁ ଆଉ କିଛି ଯଦି ଆମେ କହିଦେଉ, ଭୁଲବଶତ କହିଦେଉ, ଆଉ ପରେ ଆମେ ପ୍ରସ୍ତାଇକି ଚିନ୍ତା କରୁ, ପରେ ଆମେ ଅନୁତାପ କରୁ ଆଉ କହୁ ଯେ ମୁଁ ଏହିପରି କହିବାର ନଥିଲା, ମୁଁ ଟିକେ ବିଜିରେ ଥିଲି, ମୁଁ ଟିକେ କ୍ରୋଧରେ ଥିଲି, ସେଥିପାଇଁ ଏହି ପ୍ରକାର କହିଦେଲି, ମୁଁ ଏହି ପ୍ରକାର କହିବାର ନଥିଲା, ଏହି ପ୍ରକାର ଆମେ ଅନୁତାପ କରୁ। ମାତ୍ର ଧନ୍ୟ ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ଯନ୍ତ୍ରଣା ଭୋଗୁଥିବା ବେଳେ ମଧ୍ୟ, ସେହି ଯାତନାକୁ ସେ ଧାରଣ କରୁଥିବା ସମୟରେ ମଧ୍ୟ ସେ ଯେଉଁ 7ଟି ବାଣୀ କହିଥିଲେ, ଆଜି ସେହି ବାଣୀକୁ ସମଗ୍ର ପୃଥିବୀର ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ସ୍ମରଣ କରୁଛନ୍ତି, ସେହି ବାଣୀର ଅନୁସରଣ କରୁଛନ୍ତି ଏବଂ ସେହି 7ଟି ବାଣୀ ସମଗ୍ର ମାନବ ଜାତି ନିମନ୍ତେ ବହୁମୂଲ୍ୟ ଅଟେ। ତାହା ଏକ ବାସ୍ତବ ବିଷୟ ଅଟେ। ମୋର ପ୍ରିୟ ଭାଇ ଭଉଣୀମାନେ, ଆଜି ଆମେ ପ୍ରଭୁଙ୍କ ବାକ୍ୟ ଠାରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଥିବା ସେହି 7ଟି ବାଣୀକୁ ଆମେ ଧ୍ୟାନ କରିବା ପାଇଁ ଯିବା। ସର୍ବପ୍ରଥମରେ ମୁଁ ଆପଣମାନଙ୍କ ନିକଟରେ ପ୍ରଥମ ବାଣୀଟି ରଖିବା ପାଇଁ ଚାହେଁ। ମୋ ସହିତ ଆପଣମାନେ ଲୁକ ଲିଖିତ ସୁସମାଚାର ତାର 23 ଅଧ୍ୟାୟ 34 ପଦ ପ୍ରତି ଧ୍ୟାନ ଦେବେ। ଏଠାରେ ପ୍ରକାର ଲେଖାଯାଏ, ସେତେବେଳେ ଯୀଶୁ କହିଲେ, ପିତ, ଏମାନଙ୍କୁ କ୍ଷମା କର, କାରଣ ଏମାନେ କ'ଣ କରୁଅଛନ୍ତି ତାହା ଜାଣନ୍ତି ନାହିଁ। ଏହା ଥିଲା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରଥମ ବାଣୀ। ପ୍ରଥମ ବାଣୀରେ ସେ କ'ଣ କରୁଅଛନ୍ତି? ସେ ପ୍ରାର୍ଥନା କରୁଅଛନ୍ତି। କାହା ନିମନ୍ତେ ପ୍ରାର୍ଥନା କରୁଅଛନ୍ତି? ସେ ନିଜ ନିମନ୍ତେ ପ୍ରାର୍ଥନା କରୁନାହାନ୍ତି। ଯେଉଁମାନେ ତାହାଙ୍କୁ କ୍ରୁଶରେ ଚଢ଼େଇ ଦେଲେ, ଯେଉଁମାନେ ତାଙ୍କୁ କରଡ଼ା ପ୍ରହାର କରି କଣ୍ଟାର ମୁକୁଟ ପିନ୍ଧାଇ ଅନେକ ନିନ୍ଦା ଅପମାନ କଲେ, ସେ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଛନ୍ତି। ଆଉ କ'ଣ କରୁଛନ୍ତି? କ୍ଷମା କରୁଛନ୍ତି। କ୍ଷମାର ପ୍ରାର୍ଥନା। ପିତା, ଏମାନଙ୍କର ଦୋଷ ଦଣ୍ଡକୁ ଗଣନା କର ନାହିଁ। ପ୍ରିୟ ଭାଇ ଭଉଣୀମାନେ, ଆପଣ ଜାଣନ୍ତି କି ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ କ୍ରୁଶୀୟ ଦୁଃଖ ଭୋଗ ପୂର୍ବରୁ ପାର୍ବତ୍ୟ ଉପଦେଶରେ ସେହି ପ୍ରକାର ଶିକ୍ଷା ଦେଇ କହନ୍ତି ଯେ ଯେଉଁମାନେ ତୁମକୁ ନିନ୍ଦା ତାଳନା କରନ୍ତି ସେମାନଙ୍କ ନିମନ୍ତେ ତୁମେ ପ୍ରାର୍ଥନା କର, ଆଉ ତୁମର ଶତ୍ରୁମାନଙ୍କୁ ତୁମେ ପ୍ରେମ କର। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ କେବଳ ଉଚ୍ଚାରଣ କଲେ ତାହା ନୁହେଁ, କେବଳ କହିଲେ ତାହା ନୁହେଁ, ସେ କ୍ରୁଶରେ କରିକିନା ଦେଖେଇଲେ। କ୍ଷମା ଦେବା ଖ୍ରୀଷ୍ଟିଆନର ଗୋଟିଏ ଅତି ଉତ୍ତମ ଗୁଣ ଅଟେ, ଆଉ ସେହି ଗୁଣ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପାଖରେ ଥିଲା। ଆଉ ଏହି ପ୍ରଥମ ବାଣୀ ଦ୍ୱାରା ପ୍ରଭୁ ଯୀଶୁ ଖ୍ରୀଷ୍ଟ କହନ୍ତି, ତୁମର ଶତ୍ରୁମାନେ ତୁମକୁ ଯେତେ କ୍ଷତି କଲେ ମଧ୍ୟ, ତୁମର ପୃଥିବୀର ବିଭିନ୍ନ ପରିସ୍ଥିତିରେ ମଧ୍ୟ ତୁମେ କ୍ଷମା ଦେଇପାରିବ। ତୁମେ କ୍ଷମା ଦେବାର ଆବଶ୍ୟକ ରହିଛି। ଆଉ ଅନ୍ୟମାନଙ୍କ ନିମନ୍ତେ, ଶତ୍ରୁମାନଙ୍କ ନିମନ୍ତେ, ତୁମର ତାଳନାକାରୀ ମାନଙ୍କ ନିମନ୍ତେ ପ୍ରାର୍ଥନା କରିବାର ଆବଶ୍ୟକ ରହିଛି। ପ୍ରଥମ ବାଣୀ ଦ୍ୱାରା ପ୍ରଭୁ ଏହା ମାନଙ୍କୁ କହିବା ପାଇଁ ଚାହାନ୍ତି।
ମୁଁ ଆପଣମାନଙ୍କ ନିକଟରେ ଦ୍ୱିତୀୟ ବାଣୀ ରଖିବା ପାଇଁ ଚାହେଁ। ସେହି ଲୋକଲିଖିତ ସୁସମାଚାର 23 ଅଧ୍ୟାୟ 43 ପଦରେ ଏ ପ୍ରକାର ଲେଖାଯାଏ, ସେଥିରେ ସେ ତାହାକୁ କହିଲେ, ମୁଁ ତୁମକୁ ସତ୍ୟ କହୁଅଛି, ଆଜି ତୁମ୍ଭେ ମୋହର ସହିତ ପାରାଦୀସରେ ଉପସ୍ଥିତ ହେବ। ପ୍ରିୟ ଭାଇ ଭଉଣୀ ମାନେ, ଏହା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦ୍ୱିତୀୟ ବାଣୀ। ଦ୍ୱିତୀୟ ବାଣୀରେ ସେ କ'ଣ କହୁଛନ୍ତି? ଆଜି ମୋ ସହିତ ତୁମ୍ଭେ ପାରାଦୀସରେ ଉପସ୍ଥିତ ହେବ। ଏହି କଥା ସେ କାହାକୁ କହୁଛନ୍ତି? ଗୋଟେ ଚୋର, ଗୋଟେ ଡକାୟତ, ଯେ କି ଅନ୍ୟାୟ କରି, ପାପ କରି, ଚୋରି କରି ସେ କ୍ରୁଶରେ ଦଣ୍ଡ ଭୋଗୁଛନ୍ତି। ଆଉ ସେହି ବ୍ୟକ୍ତିକୁ ସେ କହୁଛନ୍ତି, ଆଜି ତୁମ୍ଭେ ମୋ ସହିତ ପାରାଦୀସରେ ଉପସ୍ଥିତ ହେବ। ଦ୍ୱିତୀୟ ବାଣୀରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ କ'ଣ କରୁଛନ୍ତି? ଗୋଟେ ଆତ୍ମାକୁ ଲାଭ କରୁଛନ୍ତି। କ'ଣ କରି ସେ ଆତ୍ମାକୁ ଲାଭ କରୁଛନ୍ତି? ସୁସମାଚାର ପ୍ରଚାର କରି ନାହିଁ, ଆଶ୍ଚର୍ଯ୍ୟ କର୍ମ କରି ନାହିଁ, 5ଟି ରୁଟି 2ଟି ମାଛକୁ ସେ 5,000 ଲୋକମାନଙ୍କୁ ଭୋଜନ କରାଇ ନାହିଁ। ସେ କ'ଣ କରୁଛନ୍ତି? ଶତ୍ରୁକୁ କ୍ଷମା କରି, ତାହାଙ୍କର ଆଚରଣକୁ ଦେଖାଇ ସେ ଆତ୍ମାକୁ ଲାଭ କରୁଛନ୍ତି। ଆଉ ଏହି ଦ୍ୱିତୀୟ ବାଣୀ ଦ୍ୱାରା ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଆମମାନଙ୍କୁ କହିବା ପାଇଁ ଚାହାନ୍ତି ଯେ ସ୍ୱର୍ଗ ଏହି ପ୍ରକାର ଲୋକମାନଙ୍କର ଅଟେ, ଯେଉଁ ଲୋକ ନିଜର ପାପକୁ ମାନି ନେବ, ନିଜର ଭୁଲକୁ ସ୍ୱୀକାର କରିବ, ପାପକୁ ଯେ ଲୁଚେଇବ ନାହିଁ, ଏହି ପ୍ରକାର ବ୍ୟକ୍ତିମାନଙ୍କ ନିମନ୍ତେ ସ୍ୱର୍ଗ ଅଟେ। ପ୍ରଭୁ ଏହି କଥା କହିବା ପାଇଁ ଚାହାନ୍ତି। ଆପଣ ଜାଣନ୍ତି କି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଯେତେବେଳେ କ୍ରୁଶରେ ଟଙ୍ଗା ଯାଇଛି, ତାହାଙ୍କର ଦୁଇ ପାର୍ଶ୍ୱରେ 2ଟି ଚୋରମାନଙ୍କୁ ମଧ୍ୟ ଟଙ୍ଗା ଯାଇଛି। ଜଣେ ବ୍ୟକ୍ତି କହୁଛି, ଜଣେ ଚୋର କହୁଛି ଯେ ତୁମ୍ଭେ ଯେ ଖ୍ରୀଷ୍ଟ, ତୁମେ ଯଦି ପରମେଶ୍ୱର ଆମକୁ ରକ୍ଷା କର। ମାତ୍ର ଆଉ ଜଣେ କହୁଛି, ଧମକ ଦେଇ କହୁଛି, ନାଇଁ ନାଇଁ ନାଇଁ, ଆମେ ନ୍ୟାୟ ଭାବରେ ଦଣ୍ଡ ଭୋଗ କରୁଛୁ। ମାତ୍ର ଏହି ପ୍ରଭୁ, ଏ ପରମେଶ୍ୱର, ଏ ପବିତ୍ର ବ୍ୟକ୍ତି ଏ କୌଣସି ପାପ କରିନାହାନ୍ତି। ସେ ମୃତ୍ୟୁ ଭୋଗର କରିବା ସମୟରେ ମାନବ ଶରୀରର ଶେଷ ନିଶ୍ୱାସରେ ସେ ପ୍ରଭୁଙ୍କୁ ମନେ ପକାଉଛନ୍ତି। ସେ କହୁଛନ୍ତି, ମୁଁ ତ କିଛି ସମୟ ପରେ ମରିଯିବି। ତାଙ୍କର ମନୋଭାବ ଏହା, ମୁଁ ଅନେକ ଅନ୍ୟାୟ କଲି, ମୁଁ ପ୍ରଭୁଙ୍କୁ ମାନିଲି ନାହିଁ, ମୁଁ ଭୁଲ ବାଟକୁ ପଳେଇଲି, ଏବେ କିଛି ସମୟ ପରେ ମୁଁ ମରିଯିବି। ମାତ୍ର ଏହି ମୃତ୍ୟୁ ମୁହୂର୍ତ୍ତରେ, ଏ ଶେଷ ମୁହୂର୍ତ୍ତରେ ମୁଁ ପ୍ରଭୁଙ୍କୁ ଟିକେ ସ୍ଥାନ ଦେବି, ମୁଁ ତାହାଙ୍କୁ ଟିକେ ଗୌରବ ଦେବି। ସେ କହୁଛନ୍ତି, ପ୍ରଭୁ ମୁଁ ପାପୀ, ମୁଁ ପାପ କରିଛି, ମୁଁ ଅନ୍ୟାୟ ଭାବରେ ଦଣ୍ଡ ଭୋଗ କରୁଛି। ମାତ୍ର ତୁମେ କୌଣସି ଦୋଷ କରିନାହ ପ୍ରଭୁ, ମୁଁ ଜାଣିଛି। ମତେ ଆପଣ ରାଜ୍ୟକୁ ଗଲେ ଆପଣ ମତେ ମନେ ପକେଇବେ। ଆଉ ସେ ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁଛନ୍ତି, ତୁମେ ଆଜି ମୋ ସହିତ ପାରାଦୀସରେ ଉପସ୍ଥିତ ହେବ, ମୋ ସହିତ ପାରାଦୀସକୁ ଯିବ। ଏ ଭାଇ ଭଉଣୀ ମାନେ, ପ୍ରଭୁ ଏହି ବାଣୀ ଦ୍ୱାରା ସେ କହିବା ପାଇଁ ଚାହାନ୍ତି ଯେ ସ୍ୱର୍ଗ ନିଜର ପାପକୁ ମାନି ନେଉଥିବା ବ୍ୟକ୍ତିମାନଙ୍କର ଅଟେ। ଏହି କଥା ସେ କହିବା ପାଇଁ ଚାହାନ୍ତି। ମୁଁ ଆପଣମାନଙ୍କ ନିକଟରେ ତୃତୀୟ ବାଣୀ ରଖିବା ପାଇଁ ଚାହେଁ। ମୋ ସହିତ ଆପଣମାନେ ଯୋହନ ଲିଖିତ ସୁସମାଚାର 19 ଅଧ୍ୟାୟ 26 ଆଉ 27 ପଦ ମୁଁ ଆମ ସମସ୍ତଙ୍କ ନିମନ୍ତେ ପାଠ କରିବା ପାଇଁ ଚାହେଁ। ଏଠାରେ ପ୍ରକାର ଲେଖାଯାଏ, ଯୀଶୁ ଆପଣା ମାତା ଓ ଯେଉଁ ଶିଶୁଙ୍କୁ ପ୍ରେମ କରୁଥିଲେ ତାଙ୍କୁ ପାଖରେ ଠିଆ ହୋଇଥିବା ଦେଖି ମାତାଙ୍କୁ କହିଲେ, ଗୋ ନାରୀ, ଦେଖ ତୁମ୍ଭର ପୁତ୍ର। ତତ୍ପରେ ସେ ସେହି ଶିଶୁଙ୍କୁ କହିଲେ, ଦେଖ ତୁମ୍ଭର ମାତା। ଆଉ ସେହି ଦଣ୍ଡରୁ ସେହି ଶିଶୁ ତାଙ୍କୁ ଆପଣା ଘରକୁ ଘେନିଗଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ତୃତୀୟ ବାଣୀ ଦ୍ୱାରା ସେ ଆମମାନଙ୍କୁ କ'ଣ କହିବା ପାଇଁ ଚାହାନ୍ତି? ଯେଉଁ ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶୀୟ ମୃତ୍ୟୁଭୋଗ ପୂର୍ବରୁ ସେ ପ୍ରଚାର କରୁଥିଲେ, ସେ ରୋଗୀମାନଙ୍କୁ ସୁସ୍ଥ କରୁଥିଲେ, 5,000 ଲୋକକୁ ଭୋଜନ କରାଇଲେ, ସେହିପରି ସମୟରେ ଅନେକ ଲୋକ ତାଙ୍କ ସହିତ ଥିଲେ। ଜଳସ୍ଥଳ ଭ୍ରମଣ କରି ତାହାଙ୍କୁ ଖୋଜୁଥିଲେ, ଅନେକ ଭିଡ଼ ତାଙ୍କ ପଛରେ ଚାଲୁଥିଲେ। ମାତ୍ର ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ଝୁଲୁଛନ୍ତି, ଯନ୍ତ୍ରଣା ଭୋଗ କରୁଛନ୍ତି, ଶତ୍ରୁ ହସ୍ତରେ ସମର୍ପିତ ହେଉଛନ୍ତି, ସେହି ସମୟରେ ତାଙ୍କ ପାଖରେ କେହି ବି ନାହାନ୍ତି। ମାତ୍ର ଏହି କ୍ରୁଶ ତଳେ କିଏ ଅଛନ୍ତି? ତାଙ୍କର ପ୍ରିୟ ଶିଷ୍ୟ ଯୋହନ ଆଉ ତାଙ୍କ ମାତା ମରିୟମ ଆଉ ଅନେକ ସ୍ତ୍ରୀ ଲୋକମାନେ ସେହି ସ୍ଥାନରେ ଠିଆ ହେଇଛନ୍ତି।
ଏହିପରି ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୃତୀୟ ବାଣୀ ଦ୍ୱାରା ସେ କହୁଛନ୍ତି, ଗୋ ନାରୀ ଦେଖ ତୁମର ପୁତ୍ର। ଆଉ ସେ ଶିଶୁଙ୍କୁ କହୁଛନ୍ତି, ଦେଖ ତୁମର ମାତା। ଏହି ତୃତୀୟ ବାଣୀ ଦ୍ୱାରା ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ କଣ କହିବା ପାଇଁ ଚାହାନ୍ତି? ତୁମର ଜୀବନରେ ପରିସ୍ଥିତି ଯେତେ ଭୟଙ୍କର ହେଉନା କାହିଁକି, ତୁମେ ଆପଣା ପିତାମାତାଙ୍କୁ ଭୁଲିବ ନାହିଁ। ପରିବାରର ବଡ଼ ପୁଅ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଜାଣିଛନ୍ତି, ମୁଁ ଏବେ କୃଷାର୍ପଣ ହେଇଗଲି, ମୁଁ ଏବେ ମୃତ୍ୟୁବରଣ କରିବି, ପିତାଙ୍କ ଘରକୁ ଚାଲିଯିବି, ମାତ୍ର ମୋର ମାର ଯତ୍ନ କିଏ ନେବ? ସେଥିପାଇଁ ଯୋହନଙ୍କୁ କହୁଛନ୍ତି, ଦେଖ ତୁମର ମାତା। ମରିୟମକୁ କହୁଛନ୍ତି, ଗୋ ନାରୀ। ସେ କାହିଁକି କହୁଛନ୍ତି? ପ୍ରଭୁ ଯୀଶୁ ଖ୍ରୀଷ୍ଟ ମରିୟମକୁ 2 ଥର ସେ ଗୋ ନାରୀ ବୋଲି କହିଥିଲେ। କାନା ନଗର ବିବାହ ଭୋଜରେ ଗୋଟେ ଥର କହିଥିଲେ, ଆଉ ଏହି ତୃତୀୟ ବାଣୀରେ ସେ ଆପଣା ମାତାଙ୍କୁ କହୁଛନ୍ତି ଗୋ ନାରୀ। କାହିଁକି କହୁଛନ୍ତି? କାରଣ ସେ କହିବା ପାଇଁ ଚାହାନ୍ତି ଯେ ମୁଁ ସେହି ନାରୀର ବଂଶ। ଜିହୁଦୀ ଲୋକମାନଙ୍କୁ, ଶାସ୍ତ୍ରୀ ଫାରୁସୀ ମାନଙ୍କୁ ସେ କହିବା ପାଇଁ ଚାହାନ୍ତି, ମୁଁ ନାରୀର ବଂଶ। ଆଦି ପୁସ୍ତକ 3 ଅଧ୍ୟାୟ 15 ପଦକୁ ସେ କଟ୍ କରି କହୁଛନ୍ତି, ପୃଥିବୀର ସମସ୍ତ ଲୋକମାନଙ୍କୁ ସେ କହିବା ପାଇଁ ଚାହାନ୍ତି, ଆଜି ଆପଣମାନଙ୍କୁ ମଧ୍ୟ ମତେ ମଧ୍ୟ ସେ କହିବା ପାଇଁ ଚାହାନ୍ତି, ପ୍ରଭୁ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ସେ ନାରୀର ବଂଶ ଅଟନ୍ତି। ଆଉ ଏହି ବାଣୀ ଦ୍ୱାରା ସେ କହୁଛନ୍ତି, ଆପଣା ଅଭିଭାବକ ମାନଙ୍କୁ, ଆପଣା ବୟୋଜ୍ୟେଷ୍ଠ ମା ବାପା ମାନଙ୍କୁ ହେୟ ଜ୍ଞାନ କର ନାହିଁ, ସେମାନଙ୍କୁ ପାର୍ଶ୍ୱର ନାହିଁ, ସେମାନଙ୍କୁ ଯତ୍ନ ନିଅ। ଏହି କଥା ପରମେଶ୍ୱର ତାହାଙ୍କର ତୃତୀୟ ବାଣୀ ଦ୍ୱାରା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ କହିବା ପାଇଁ ଚାହାନ୍ତି। ମୁଁ ଆପଣମାନଙ୍କ ନିକଟରେ ଚତୁର୍ଥ ବାଣୀ ରଖିବା ପାଇଁ ଚାହେଁ। ଆପଣମାନେ ମୋ ସହିତ ମାଥ୍ୟୁ ଲିଖିତ ସୁସମାଚାରକୁ ଆସିବେ। ମାଥ୍ୟୁ ଲିଖିତ ସୁସମାଚାର 4 ଅଧ୍ୟାୟ, ମାଥ୍ୟୁ ଲିଖିତ ସୁସମାଚାର 27 ଅଧ୍ୟାୟ 46 ପଦ, 27 ଅଧ୍ୟାୟ 46 ପଦ ମୁଁ ଆପଣମାନଙ୍କ ନିମନ୍ତେ ପଢିବା ପାଇଁ ଚାହେଁ। ଏଠାରେ ପ୍ରକାର ଲେଖାଯାଏ, ଆଉ ପ୍ରାୟ 3 ଘଣ୍ଟା ସମୟରେ ଯୀଶୁ ଉଚ୍ଚ ସ୍ୱରରେ ଡାକି କହିଲେ, ଏଲି ଏଲି ଲାମା ସାବକ୍ଥାନି, ଅର୍ଥାତ୍ ହେ ମୋହର ଈଶ୍ୱର, ହେ ମୋହର ଈଶ୍ୱର, ତୁମ୍ଭେ ମତେ କାହିଁକି ପରିତ୍ୟାଗ କର? ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଯେଉଁ 7ଟି ବାଣୀ କହିଥିଲେ, 7ଟି ବାଣୀ ଯାକରେ ସେ ଉଚ୍ଚ ସ୍ୱର କରି କହିନାହାନ୍ତି। ସେ କେବଳ 2 ଥର ସେ ଉଚ୍ଚ ସ୍ୱର କରିଥିଲେ, ଯାହାକି 7ମ ବାଣୀରେ। ଆଉ ଏହି ଚତୁର୍ଥ ବାଣୀରେ ସେ ଉଚ୍ଚ ସ୍ୱରରେ ଚିତ୍କାର କରି ସେ ଈଶ୍ୱରଙ୍କ ନିକଟରେ ସେ ପ୍ରଶ୍ନ ପଚାରୁଛନ୍ତି, ହେ ମୋହର ଈଶ୍ୱର, ଅର୍ଥାତ୍ ଏଲି ଏଲି ଲାମା ସାବକ୍ଥାନି, ଅର୍ଥାତ୍ ହେ ମୋହର ଈଶ୍ୱର, ହେ ମୋହର ଈଶ୍ୱର, ତୁମ୍ଭେ ମତେ କାହିଁକି ପରିତ୍ୟାଗ କର? ଅନେକ ଥର ଗାଁ ଲୋକଠାରୁ, ନିଜ ଲୋକମାନଙ୍କ ଠାରୁ, ନିଜ ଭାଇମାନଙ୍କ ଠାରୁ ମଧ୍ୟ ସେ ପରିତ୍ୟକ୍ତ ହେଲେ, ମାତ୍ର କେବେ ମଧ୍ୟ ସେ ଉଚ୍ଚ ସ୍ୱର କରିନାହାନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାହାଙ୍କର କ୍ରୁଶୀୟ ମୃତ୍ୟୁଭୋଗ ପୂର୍ବରୁ ତାହାଙ୍କର ଯେଉଁ 3 ବର୍ଷ 6 ମାସ ସେବା କାର୍ଯ୍ୟ ଭିତରେ ବା 33 ବର୍ଷ 6 ମାସ ତାଙ୍କର ଜୀବନୀ ଭିତରେ କେବେ ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପିତାଙ୍କୁ ସେ ପରମେଶ୍ୱର ବୋଲି ସମ୍ବୋଧନ କରିନାହାନ୍ତି, ପରମେଶ୍ୱର ବୋଲି ସେ ଡାକି ନାହାନ୍ତି। ମାତ୍ର ଏହି ସ୍ଥାନରେ ସେ ପରମେଶ୍ୱର, ତୁମେ ମତେ କାହିଁକି ପରିତ୍ୟାଗ କଲ, ଏହି ପ୍ରଶ୍ନ ସେ ପଚାରୁଛନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ କ୍ରୁଶରେ କେବଳ ମୃତ୍ୟୁ ଭୋଗ କଲେ, କେବଳ 7ଟି ବାଣୀ କହିଲେ, ତାହା ନୁହେଁ ମୋର ପ୍ରିୟ ମାନେ। ସେ ଆମ୍ଭମାନଙ୍କ ନିମନ୍ତେ ପିତାଙ୍କ ଠାରୁ ସେ ଅଲଗା ହେଲେ। କାହିଁକି ଅଲଗା ହେଲେ? ସେ ଯେଉଁ ମୃତ୍ୟୁ ଭୋଗ ପୂର୍ବରୁ ଶତ୍ରୁ ହସ୍ତରେ ସମର୍ପଣ ହେବା ରାତ୍ରିରେ ଯେଉଁ ପାନପାତ୍ର ନିମନ୍ତେ ପ୍ରାର୍ଥନା କଲେ, ସେହି ପାନପାତ୍ର କଣ ଅଟେ? ସେହି ପାନପାତ୍ର ଆମେ କରିଥିବା ପାପ, ଆପଣ ଆଉ ମୁଁ କରିଥିବା ସେହି ପାପକୁ ସେ ଆପଣା ଉପରେ ନେବାରୁ, ନିଜ ଉପରେ ସେ ପାପକୁ ବହନ କରିବାରୁ ପିତା ତାଙ୍କୁ ପରିତ୍ୟାଗ କଲେ। ଏହି ଚତୁର୍ଥ ବାଣୀ ଦ୍ୱାରା ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଆମମାନଙ୍କୁ କଣ କହିବା ପାଇଁ ଚାହାନ୍ତି? ମତେ ପିତା ପରିତ୍ୟାଗ କଲେ। ଯେଉଁ ପିତା ମତେ ଜର୍ଦ୍ଦନ ନଦୀରେ, ଏହା ମୋର ପ୍ରିୟ ପୁତ୍ର, ଏହାଙ୍କ ଠାରେ ପରମ ସନ୍ତୋଷ, ସେହି ପିତା ମତେ ପରିତ୍ୟାଗ କଲେ। କାହିଁକି? ତାର କାରଣ ଆପଣ ଆଉ ମୁଁ, ଆମେ କରିଥିବା ପାପ ଲାଗି
से पिता अलगा हेले आउ एही बाणी द्वारा प्रभु यीशु ख्रीष्ट से आमको कहवा चाहती आपण जेते भक्त हुंतु ना कहीं आपण जेते पवित्र व्यक्ति हुंतु ना कहीं आपण केते प्रार्थनाशील व्यक्ति हुंतु ना कहीं जदि काली पोहर दिन आपण जेबे भी जदि पाप करिवे आपण परमेश्वर को विरुद्ध कार्य करिवे आपण को मध्य परमेश्वर छाड़ी पारंती मते मध्य परमेश्वर परित्याग करि पारंती एहा प्रभु यीशु ख्रीष्ट आमार से कहवा चाहते प्रिय भाई भौणी माने এই কথা আমি মনে রাখিবা যেতেবেলে হবা ও আদম পরমেশ্বরଙ୍କ মনা ফলକୁ ଖାଇଲେ ସେମାନେ ଏଦନ ଉଦ୍ୟାନରୁ ସେମାନେ ତୋଡ଼ା ଖାଇଲେ ଏଦନ ଉଦ୍ୟାନରୁ ବାହାର କରି ଦିଆଗଲେ ଆଜି ବି ଯଦି ଆମେ ପରମେଶ୍ୱରଙ୍କର କଥାକୁ ଅମାନ୍ୟ କରିବା ଆଜି ମଧ୍ୟ ପରମେଶ୍ୱର ଆମକୁ ମଧ୍ୟ ସେ ପରିତ୍ୟାଗ କରିବେ ମୁଁ ଆପଣମାନଙ୍କ ନିକଟରେ ପଞ୍ଚମ ବାଣୀ ରଖିବା ପାଇଁ ଚାହେଁ ମୋ ସହିତ ଆପଣମାନେ ସେହି ଯୋହନ ଲିଖିତ ସୁସମାଚାର 19 अध्याय 28 पद प्रति ध्यान देवे जोहन लिखित सुसमाचार को आसबे जोहन लिखित सुसमाचार 19 अध्याय 28 पद एठारे प्रकार लिखा जाए एहा परे यीशु धर्मशास्त्र वाक्य जेपरी सफल हुए एति निमंते समस्त विषय एबे समाप्त होइछि बोली जानी कहिले मते तृषा लागुछि प्रभु यीशु ख्रीष्ट कहउचंती पंचम बाणी रे मते तृषा लागुछि प्रिय भाई भौणी माने जो प्रभु यीशु ख्रीष्ट 40 दिन 40 रात्रि से उपवास कले जलपान कले नाही कोनोसी रोटी भोजन कले नाही एही परि समय रे शैतान तांको कहउछि तुमे जेबे ईश्वरक पुत्र एही पत्थर को रोटी करी खाओ मात्र से समय मध्य से जलपान करूना कि से रोटी भोजन करूना कि मते तृषा लगुची यही कथा से कहूना मात्र क्रूसरु ए जो पंचम बाणी रे प्रभु यीशु ख्रीष्ट कहउचंती मते तृषा लगुची तांकु जे कोनसी शारीरिक तृषा नहे एही तृषा पृथ्वीर कोनसी जल पृथ्वीर कोनसी फ्रूट जूस मध्य ए तृषा को प्रभु यीशु ख्रीष्टଙ୍କର तृषा को मेंटेई पारिबो नाही सेई तृषा कोन आत्मा लाभ करिवार तृषा आत्मा जिणिवार तृषा सेही तृषा को केही मध्य मेंटेई पारिबे नाही आपण माने आ मु सेई तृषा को मेंटेई पारिबा आज मध्य प्रभुଙ୍କ पाखरे सेई तृषा अछि आज मध्य से पिताଙ୍କ दक्षिण पार्श्वरे से बसी से प्रार्थना करूछंती आमे जेते बेले ओबाट को जाऊ आमे जेते बेले तांको दुख देऊ हमर धार्मिक सपक्षवादी जे प्रभु यीशु ख्रीष्ट आम निमंते से तृषित अटंती आमे जेपरि आहुरी तांको निकटरे परिवर्तित हेबा आमे जेपरि आत्मा लाभ करिबा पई आमे ठिया हेबा अन्य मानको आत्मा को उद्धार करिबा पई आमे जेते बेले बोझग्रस्त हेबा तांको तृषा को मेंटिबो तांको तृषा मेंटि जीवो प्रिय भाई भौणी माने एही तृषा कोनोसी जलपान करिबार तृषा नहे एही कथा को सेई क्रूस तळे थिबा लोक माने बुझी पारु नहंती आ से माने तांको अम्ल रस पान कराइबा पई चेष्टा करूछंती दिने से समीरणीय स्त्री सहित कूप निकटरे कथा हला बेले से कहउछंती तुम्हे जदि मोते मागी थांतो मु तुमको जो जल देई थांती तुमको आ केबे मध्य तृषा लागि न थांता प्रभु यीशु ख्रीष्टଙ୍କୁ तांको शिष्य माने खाद्य आनिला परे से माने कहिले प्रभु भोजन आगरे करंतु प्रभु कहउछंती मो पाखरे जो खाद्य अछि जो खाद्य तुमे जानि ना हो एपरि मोर खाद्य अछि से खाद्य कोन ईश्वरक इच्छा को साधन करिबा मोर खाद्य अटे प्रभु यीशु ख्रीष्ट एही कथा कहिले प्रिय भाई भणी माने आम निकटरे मध्य आम पाखे से तृषा रहिबार अछि जे अन्य मानकु धर्मर पथ को कढे आनिबा परित्राणर पथ को कढे आनिबा एही तृषा आम निकटरे जदि रहिबो परमेश्वरक से तृषा को बा प्रभु यीशु ख्रीष्टଙ୍କର से तृषा मेंटि छिबो मु आपण मानक निकटरे षष्ठ बाणी रखिबा पाई चाहे मो सहित आपण माने सेही जोहन लिखित सुसमाचार 19 अध्याय 30 पद प्रति ध्यान देवे लिखा जाए सेतिरे यीशु
ସେହି ଅମ୍ଳରସ ପାନ କରି କହିଲେ, ସମାପ୍ତ ହେଲା। ଆଉ ସେ ମସ୍ତକ ଅବନତ କରି ପ୍ରାଣ ତ୍ୟାଗ କଲେ। ଏହା ହେଉଛି ଷଷ୍ଠ ବାଣୀ। ଷଷ୍ଠ ବାଣୀରେ ସେ କଣ କହୁଛନ୍ତି? ସମାପ୍ତ ହେଲା। ସମାପ୍ତ ହେଲି ବୋଲି ସେ କହୁନାହାନ୍ତି। ଏହି କଥାକୁ ଆମେ ଧ୍ୟାନ ଦେବାର ଆବଶ୍ୟକ ରହିଛି। ସେ କହୁନାହାନ୍ତି ମୁଁ ସମାପ୍ତ ହେଲି, ସେ କହୁଛନ୍ତି ସମାପ୍ତ ହେଲା। କଣ ସମାପ୍ତ ହେଲା? ପରିତ୍ରାଣର କାର୍ଯ୍ୟ ସମାପ୍ତ ହେଲା। ଜନ୍ମରୁ କୃଷି ଓ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ଭବିଷ୍ୟତବାଣୀ କରାଯାଇଥିଲା, ସେହି ଭବିଷ୍ୟତବାଣୀ ସଫଳ ହେଲା, ସମାପ୍ତ ହେଲା। ଆମମାନଙ୍କର ପରିତ୍ରାଣ, ଆମର ଅନନ୍ତ ଜୀବନ ନିମନ୍ତେ ଆମେ କରିଥିବା ପାପର ବେତନ ସେ କୃଷରେ ସମାପ୍ତ କଲେ। ସେ ମୂଲ୍ୟକୁ ସେ ଦେଲେ। ଆଉ ସେ କହୁଛନ୍ତି ସମାପ୍ତ ହେଲା। କଣ ସମାପ୍ତ ହେଲା? ବ୍ୟବସ୍ଥାର ସବୁ ବାକ୍ୟ ସଫଳ ହେଲା, ସମାପ୍ତ ହେଲା। ପ୍ରିୟ ଭାଇ ଭଉଣୀ ମାନେ, ଆପଣଙ୍କର ଆତ୍ମିକ ଜୀବନକୁ ଆଜି ଆମେ କହିପାରିବା କି ନାଇଁ ମୋର ମନ ପରିବର୍ତ୍ତନ କରିବା ସମାପ୍ତ ହେଲା। ମୁଁ ବାକ୍ୟରେ ମୋ ଜୀବନକୁ ଅଭିବୃଦ୍ଧି କରିବା। ମୁଁ ଏହି ପ୍ରକାର ସମୟରେ ଥିଲି ଯେଉଁ ସମୟରେ ମୁଁ ବାକ୍ୟ ପଢିବି କହିଲେ ମଧ୍ୟ ମୁଁ ପଢି ପାରୁନଥିଲି। ମାତ୍ର ଇଚ୍ଛା ଶକ୍ତି ପ୍ରଭୁ ଦେଲେ। ଏବେ ମୋତେ ସନ୍ତୁଷ୍ଟ ଲାଗୁଛି, ସମାପ୍ତ ହେଲା। ପ୍ରିୟ ଭାଇ ଭଉଣୀ ମାନେ, ଆମର ଖ୍ରୀଷ୍ଟିଆନ ଜୀବନର ଯାତ୍ରାକୁ ଆମେ ଆରମ୍ଭ କରିଛୁ। ମାତ୍ର ପରମେଶ୍ୱରଙ୍କ ବାକ୍ୟ କହେ, ଆରମ୍ଭ ଅପେକ୍ଷା ଶେଷ ଭଲ। ଶେଷ ଭଲ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କର ସବୁ ଦାୟିତ୍ୱ, ପିତା ଯେଉଁ କାର୍ଯ୍ୟ ନିମନ୍ତେ ପୃଥିବୀକୁ ପ୍ରେରଣ କଲେ, ଯେଉଁ ସବୁ କାର୍ଯ୍ୟ କରିବା ପାଇଁ ସେ ପୃଥିବୀକୁ ପଠେଇଲେ, ସବୁ କାର୍ଯ୍ୟକୁ ସେ ସମାପ୍ତ କଲେ। ସେଥିପାଇଁ କହୁଛନ୍ତି ସମାପ୍ତ ହେଲା। ଆପଣମାନଙ୍କର ମୋର ପରିତ୍ରାଣର କାର୍ଯ୍ୟ, ଉଦ୍ଧାରର କାର୍ଯ୍ୟ, ଅନନ୍ତ ଜୀବନର କାର୍ଯ୍ୟ, ଶାନ୍ତିର କାର୍ଯ୍ୟ, ଆନନ୍ଦର କାର୍ଯ୍ୟ ସେ କୃଷରେ ସମାପ୍ତ କଲେ। ମୁଁ ଆପଣମାନଙ୍କ ନିକଟରେ ସପ୍ତମ ବାଣୀ ଅର୍ଥାତ୍ ଶେଷ ବାଣୀ ରଖିବା ପାଇଁ ଚାହେଁ। ଆପଣମାନେ ମୋ ସହିତ ଲୁକ ଲିଖିତ ସୁସମାଚାର 23 ଅଧ୍ୟାୟ, ଲୁକ ଲିଖିତ ସୁସମାଚାର 23 ଅଧ୍ୟାୟ ମୁଁ 46 ପଦ ପଢିବା ପାଇଁ ଚାହେଁ। ଏଠାରେ ପ୍ରକାର ଲେଖାଯାଏ, ଆଉ ଯୀଶୁ ଉଚ୍ଚ ସ୍ୱରରେ ଡାକି କହିଲେ, ହେ ପିତା, ତୁମ୍ଭ ହସ୍ତରେ ମୁଁ ଆପଣର ଆତ୍ମା ସମର୍ପଣ କରୁଅଛି। ଏହା କହି ସେ ପ୍ରାଣ ତ୍ୟାଗ କଲେ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେଉଁ 7ଟି ବାଣୀ କହିଥିଲେ, ସେ ଚତୁର୍ଥ ବାଣୀ ଆଉ ସପ୍ତମ ବାଣୀରେ ସେ ଉଚ୍ଚ ସ୍ୱର କରି କହୁଛନ୍ତି। ସେ କଣ କହୁଛନ୍ତି? ଯୀଶୁ ଉଚ୍ଚ ସ୍ୱରରେ ଡାକି କହିଲେ, ହେ ପିତା, ତୁମ୍ଭ ହସ୍ତରେ ମୁଁ ଆପଣର ଆତ୍ମା ସମର୍ପଣ କରୁଅଛି। ପ୍ରିୟ ଭାଇ ଭଉଣୀ ମାନେ, ସେ ପିତାଙ୍କ ହସ୍ତରେ ତାଙ୍କର ଆତ୍ମାକୁ ସେ ସମର୍ପଣ କରୁଛନ୍ତି। କାହିଁକି? ଆତ୍ମାର ସୁରକ୍ଷା କେବଳ ଈଶ୍ୱରଙ୍କ ନିକଟରେ ରହିଛି। ସେଥିପାଇଁ ସେ ଆତ୍ମାକୁ ସମର୍ପଣ କରୁଛନ୍ତି ଆଉ କହୁଛନ୍ତି, ହେ ପିତା, ମୁଁ ଜାଣିଛି ମୋର ଆତ୍ମାକୁ ତୁମେ ହିଁ ସୁରକ୍ଷା ଦେଇପାରିବ। ସେଥିପାଇଁ ସେ ଆତ୍ମାକୁ ପ୍ରଭୁଙ୍କ ନିକଟରେ ସମର୍ପଣ କରୁଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ଆମେ ଖ୍ରୀଷ୍ଟିଆନ ବିଶ୍ୱାସୀ ଭାବରେ ନୂତନ ଗୃହ ନିର୍ମାଣ କଲେ ଆମେ ପ୍ରଭୁଙ୍କ ନିକଟରେ ସମର୍ପଣ କରୁ। ଆମେ ନୂଆ ଗାଡ଼ି ଆଣିଲେ ଆମେ ପରମେଶ୍ୱରଙ୍କ ନିକଟରେ ସମର୍ପଣର ପ୍ରାର୍ଥନା କରୁ। ମାତ୍ର ଏହି ସପ୍ତମ ବାଣୀ ଦ୍ୱାରା ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ କହିବା ପାଇଁ ଚାହାନ୍ତି, ତୁମର ଆତ୍ମା କାହାଠାରେ ସମର୍ପଣ କରିଛ? ତୁମେ ଈଶ୍ୱରଙ୍କ ହସ୍ତରେ ସମର୍ପଣ କରିଛ ନା ଶୈତାନ ହସ୍ତରେ ସମର୍ପଣ କରିଛ? ଏହି କଥା ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିବା ପାଇଁ ଚାହାନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ଆଜି ଯଦି ଆମେ এই ଜଗତକୁ ଆମ ଜୀବନ ସମର୍ପଣ କରିଦେଇଛୁ, ଆଜି ସଂସାର ପଛରେ ଆମେ ଯାଉଛୁ, ଆଜି ଆମେ ଫେରି ଆସିବା କି? ଆମର ଆତ୍ମାକୁ ଈଶ୍ୱରଙ୍କ ନିକଟରେ ସମର୍ପଣ କରିବା କି? ଆମେ ଈଶ୍ୱରଙ୍କୁ ଆମର ମନ ପ୍ରାଣ ଦେବା କି? ପ୍ରିୟ ଭାଇ ଭଉଣୀ ମାନେ, ଆମ ଆତ୍ମାର ସୁରକ୍ଷା କେବଳ ପ୍ରଭୁଙ୍କ ନିକଟରେ ରହିଛି। ପ୍ରଭୁ ଏହି 7ଟି ବାଣୀ ଦ୍ୱାରା ସେ ଆମମାନଙ୍କୁ କହିବା ପାଇଁ ଚାହାନ୍ତି, ଏହି ସବୁ ବିଷୟ ମୁଁ ତୁମ ନିମନ୍ତେ କରିଛି ଆଉ ଏହା ତୁମ ପାଇଁ ଲାଭଦାୟକ ଅଟେ, ଆଶୀର୍ବାଦଦାୟକ ଅଟେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଆମମାନଙ୍କୁ କହିବା ପାଇଁ ଚାହାନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ଏହି ବାକ୍ୟ ଦ୍ୱାରା ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ।